ମାତ୍ର 450 ଟଙ୍କାରେ ମିଳିବ ଏଲ୍‌ପିଜି ସିଲିଣ୍ଡର। ବାସ୍ କରିବାକୁ ହେବ ଏହି କାମ। ଉଜ୍ଜ୍ୱଳ ଯୋଜନାରେ ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଏହି ସ୍କିମ୍ ଅଧୀନରେ ଆପଣ ମାତ୍ର 450 ଟଙ୍କାରେ ଏକ ସିଲିଣ୍ଡର ପାଇପାରିବେ। ଏଥିପାଇଁ ହିତାଧିକାରୀମାନଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ବାଧ୍ୟତାମୂଳକ ଅଟେ। ରାସନ ଦୋକାନରେ KYC କାର୍ଯ୍ୟ କରିବାକୁ ସରକାର ଏହି ସୁବିଧା ଯୋଗାଇ ଦେଉଛନ୍ତି। ଏହା ଅଧୀନରେ ରାସନ ଦୋକାନଗୁଡ଼ିକ KYC କରିବା ଆରମ୍ଭ କରିଛନ୍ତି। ପୋସ୍ ମେସିନ୍‌ରେ ରାସନ ଡିଜେଲ ପାଇଁ ସରକାର ଜନ ଆଧାରରେ ବିକଳ୍ପ ଉପସ୍ଥାପିତ କରିଛନ୍ତି। ଏହା ମାଧ୍ୟମରେ ଜନ ଆଧାର ସିଡିଂ KYC କରାଯିବ। ଜିଲ୍ଲାର ଅନେକ କମ୍ପାନୀର ଗ୍ୟାସ୍ ଏଜେନ୍ସିର 1,45,000ରୁ ଅଧିକ ଉଜ୍ଜ୍ୱଳ ଗ୍ୟାସ୍ ଗ୍ରାହକ ଅଛନ୍ତି। କମ୍ ସଂଖ୍ୟକ ଗ୍ୟାସ୍ ଏଜେନ୍ସି ଯୋଗୁଁ ବହୁ ସଂଖ୍ୟକ ଲୋକ ଏଲ୍‌ପିଜିର ସିଲିଣ୍ଡର ସବ୍‌ସିଡି ଯୋଜନାରେ ଜନ ଆଧାର ସିଡିଂ ପାଇବାରେ ସକ୍ଷମ ହୋଇନାହାନ୍ତି। ଏଭଳି ପରିସ୍ଥିତିରେ ସରକାର ସମସ୍ତ ଲଜିଷ୍ଟିକ୍ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ତଥ୍ୟ ଉପସ୍ଥାପନ କରିଛନ୍ତି। ଜିଲ୍ଲାର ଉଜ୍ଜ୍ୱଳା ଯୋଜନା ଅଧୀନରେ 1,45,000 ପରିବାର ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ 32,000 ପରିବାର ଏପର୍ଯ୍ୟନ୍ତ ଜନ ଆଧାର ସହିତ ସିଡିଂ ପାଇନାହାନ୍ତି। ଏହି ସମସ୍ତ ପରିବାରକୁ ଗ୍ୟାସ୍ ସବ୍‌ସିଡିର ସୁବିଧା ଯୋଗାଇବା ପାଇଁ ସରକାର ରାସନ ଦୋକାନଗୁଡ଼ିକରେ KYCର ସୁବିଧା ଆରମ୍ଭ କରିଛନ୍ତି। ଆପଣଙ୍କ ପରିବାର ପାଇଁ ଗ୍ୟାସ୍ ସବ୍‌ସିଡି ପାଇବାକୁ ଜନ ଆଧାର ସହିତ ଏଲ୍‌ପିଜି ଆଇଡିକୁ ସଂଯୋଗ କରି ଆପଣଙ୍କ KYC କରନ୍ତୁ। ରାସନ ଦୋକାନଗୁଡ଼ିକରେ KYC ଅତିରିକ୍ତ ରାସନ ଡିଜେଲ ପାଇବାକୁ ପଡ଼ିବ। ରାସନ ଡିଜେଲ ପାଇଁ ସରକାର KYC ପିଛା 5 ଟଙ୍କା ଧାର୍ଯ୍ୟ କରିଛନ୍ତି। KYCର ପରିମାଣ ଯାହା ଡିଜେଲ ମାଧ୍ୟମରେ କରାଯିବ, ସେ ସେହି ଅନୁସାରେ ଟଙ୍କା ପାଇବେ। ରାଜ୍ୟ ସରକାର ଉଜ୍ଜ୍ୱଳା ଗ୍ରାହକଙ୍କୁ ରାସନ ଦୋକାନରେ ଜନ ଆଧାର ସିଡିଂ ସୁବିଧା ଯୋଗାଇ ଦେଉଛନ୍ତି। ନିକଟସ୍ଥ ରାସନ ଦୋକାନଗୁଡ଼ିକରେ ଜନ ଆଧାର ସହିତ ଏଲ୍‌ପିଜି ଆଇଡି ପ୍ରାପ୍ତ କରନ୍ତୁ। ଏହି କାମ ପୋସ୍ ମେସିନ୍ ଦ୍ୱାରା କରାଯିବ। ଏଥିସହିତ ଜନାଧାର KYC କାର୍ଯ୍ୟ କରିବାକୁ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। କେବଳ ସେତେବେଳେ ସେମାନେ 450 ଟଙ୍କା ପାଇଁ ଏକ ଗ୍ୟାସ୍ ସିଲିଣ୍ଡର ପାଇବେ। 1,45,000 ହିତାଧିକାରୀଙ୍କ ମଧ୍ୟରୁ 32,000 ବର୍ତ୍ତମାନ KYC କରିନାହାନ୍ତି। ଏଭଳି ପରିସ୍ଥିତିରେ ଗ୍ରାହକମାନେ କେବଳ ନିକଟସ୍ଥ ରାସନ ଦୋକାନଗୁଡ଼ିକରେ KYC କରିବାକୁ ସକ୍ଷମ ହେବେ।